ମାତା ଲକ୍ଷ୍ମୀ ଓ ଅଲକ୍ଷ୍ମୀ ଦୁଇ ଭଉଣୀଙ୍କ କାହାଣୀ। ମାତା ଲକ୍ଷ୍ମୀଙ୍କର ଏକ ବଡ଼ ଭଉଣୀ ଅଛନ୍ତି ଯାହାର ନାମ ଦେବୀ ଅଲକ୍ଷ୍ମୀ। ଦେବୀ ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବରେ ବିବେଚନା କରାଯାଇଥିବା ବେଳେ ଦେବୀ ଅଲକ୍ଷ୍ମୀଙ୍କୁ ଦାରିଦ୍ର୍ୟ, ଅଳସୁଆ ଓ ଦୁର୍ଭାଗ୍ୟ ବୋଲି ମନେ କରାଯାଏ। ଶାସ୍ତ୍ର ଅନୁଯାୟୀ ଦେବୀ ଅଲକ୍ଷ୍ମୀଙ୍କର ଆଖି ନାଲି ରହେ। ସେ ସବୁବେଳେ କଳା ବସ୍ତ୍ରରେ ରହିବାକୁ ପସନ୍ଦ କରନ୍ତି। ଶିବପୁରାଣ ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଦେବୀ ଲକ୍ଷ୍ମୀଙ୍କୁ ପୂର୍ବରୁ ଦେବୀ ଅଲକ୍ଷ୍ମୀଙ୍କର ଉତ୍ପତ୍ତି ହୋଇଥିଲା। ସେଥିପାଇଁ ଦେବୀ ଅଲକ୍ଷ୍ମୀଙ୍କୁ ଲକ୍ଷ୍ମୀଙ୍କ ବଡ଼ ଭଉଣୀ କୁହାଯାଏ। ଦେବୀ ଲକ୍ଷ୍ମୀ ଓ ଦେବୀ ଅଲକ୍ଷ୍ମୀ ଦୁଇ ଭଉଣୀଙ୍କ ପାଖରେ ରହିବାକୁ ଘର ନଥିଲା। ଦୁଇ ଭଉଣୀ ଭଗବାନ ବିଷ୍ଣୁଙ୍କ ପାଖରେ ଗଲେ ଓ କହିଲେ, ହେ ସୃଷ୍ଟିର କର୍ତ୍ତା, ଆମକୁ ରହିବାକୁ ସ୍ଥାନ ଦିଅନ୍ତୁ। ଆମ ପାଖରେ ରହିବାକୁ କୌଣସି ସ୍ଥାନ ନାହିଁ। ଭଗବାନ ବିଷ୍ଣୁ ଓ ଅସ୍ତଗଛକୁ ବରଦାନ ଦେଇଥିଲେ, ଯେଉଁ ବ୍ୟକ୍ତି ଶନିବାର ଦିନ ଅସ୍ତଗଛକୁ ପୂଜା କରିବେ ତାଙ୍କର କେବେ ଧନର ଅଭାବ ରହିବ ନାହିଁ। ଭଗବାନ ଦୁଇ ଭଉଣୀଙ୍କୁ କହିଲେ, ତମେମାନେ ଆଜିଠୁ ସେଇ ଅସ୍ତଗଛରେ ବାସ କର। ଗୋଟେ ଦିନ ଭଗବାନ ବିଷ୍ଣୁ ଲକ୍ଷ୍ମୀ ପାଖକୁ ଯାଇ କହିଲେ, ଦେବୀ ଲକ୍ଷ୍ମୀ, ମୁଁ ଆପଣଙ୍କୁ ବିବାହ କରିବାକୁ ଚାହୁଁଛି। ଏହା ଶୁଣି ଦେବୀ ଲକ୍ଷ୍ମୀ କହିଲେ, ପ୍ରଭୁ, ଆପଣ ମୋତେ ପତି ରୂପରେ ମିଳିବେ ମୁଁ ବହୁତ ଖୁସି। ହେଲେ ବଡ଼ ଭଉଣୀ ଆଉ ଥାଉ, ମୁଁ କେମିତି ବିବାହ କରିବି? ସେ ବିବାହ କରି ସାରିଲା ପରେ ଯାଇ ମୁଁ ବିବାହ କରିବି। ଏହା ଶୁଣି ଭଗବାନ ବିଷ୍ଣୁ କହିଲେ, ତାହେଲେ କୁହ ଅଲକ୍ଷ୍ମୀ, ତମେ କେମିତି ବର ଚାହୁଁଛ? ଅଲକ୍ଷ୍ମୀ କହିଲେ, ମୁଁ ଏମିତି ଏକ ବର ଚାହୁଁଛି ଯେ କେବେ ପୂଜା ପାଠ କରୁନଥିବ। ସେ ମୋତେ ଏମିତି ଜାଗାରେ ରଖିବେ ସେଠି କେହି ବି ପୂଜା ପାଠ କରୁନଥିବ। ଭଗବାନ ବିଷ୍ଣୁ ସବୁ ଶୁଣି ସାରି ଉଦାଲୋକ ନାମକ ଜଣେ ଋଷି ସହ ଅଲକ୍ଷ୍ମୀଙ୍କ ବିବାହ କଲେ। ଯେତେବେଳେ ଋଷି ଅଲକ୍ଷ୍ମୀଙ୍କୁ ନେଇ ଆଶ୍ରମକୁ ଗଲେ, ଅଲକ୍ଷ୍ମୀ କୁଟୀର ଭିତରେ ଯିବାକୁ ମନା କଲେ। ଏହା ଦେଖି ଋଷି କହିଲେ, ତମେ କ'ଣ ପାଇଁ ଯିବାକୁ ଚାହୁଁନ? ତମେ ଏଯାଏଁ ଆମ ଆଶ୍ରମ ଭିତରେ ଦେଖିନ। ଅଲକ୍ଷ୍ମୀ କହିଲେ, ମୁଁ କେବଳ ସେହି ସ୍ଥାନରେ ରହେ ଯେଉଁଠି ଅଳିଆ ଆସନ ଥାଏ, ଯେଉଁ ଲୋକମାନେ ସବୁବେଳେ ଖାଲି ଝଗଡ଼ା କରନ୍ତି, ଯେଉଁ ଲୋକମାନେ ଅଧର୍ମ ଆଉ ଖରାପ କାମ କରନ୍ତି, ମୁଁ ସେଠି ରହିବାକୁ ଭଲ ପାଏ। ଯେଉଁଠି ସଫା ସୁତରା ରହେ ମୁଁ ସେଠି ରହିବାକୁ ପସନ୍ଦ କରେ ନା। ହେଲେ ଏହି ଆଶ୍ରମକୁ ଦେଖିଲେ ଲାଗୁଛି ଏଠି ଲୋକମାନେ ପୂଜା ପାଠ କରୁଛନ୍ତି, ସଫା ରହୁଛନ୍ତି। ଏମିତି ସ୍ଥାନରେ ମୁଁ ରହିପାରିନି। ଏମିତି ଜାଗାରେ ମୋ ଛୋଟ ଭଉଣୀ ଲକ୍ଷ୍ମୀଙ୍କ ସ୍ଥାନ। ଅଲକ୍ଷ୍ମୀଙ୍କର ସର୍ତ୍ତ ଅନୁସାରେ ତାଙ୍କୁ ଏମିତି ଏକ ସ୍ଥାନରେ ରହିବା ଥିଲା ଯେ ଯେଉଁଠି କିଛି ବି ଧର୍ମର କାମ ହେଉନଥିବ। ଏହାପରେ ଋଷି ସେମିତି ସ୍ଥାନ ଖୋଜିବାରେ ଲାଗି ପଡ଼ିଲେ। ହେଲେ ତାଙ୍କୁ ଏମିତି ସ୍ଥାନ କେଉଁଠି ବି ମିଳିଲା ନାହିଁ। ଭଗବାନ ବିଷ୍ଣୁ ଦେବୀ ଲକ୍ଷ୍ମୀଙ୍କୁ ପୁନଶ୍ଚ ବିବାହ କରିବାକୁ କହିଲେ। ମାତା ଲକ୍ଷ୍ମୀ କହିଲେ, ପ୍ରଭୁ, ମୋ ଭଉଣୀର ଘର ନ ବସିବା ଯାଏଁ ମୁଁ କେମିତି ବିବାହ କରିବି? ଭଗବାନ ବିଷ୍ଣୁ କହିଲେ, ପୃଥିବୀରେ ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ପୂଜା ପାଠ ହେଉନି। ସେଥିପାଇଁ ମୁଁ ମୋର ଏଇ ଅସ୍ତଗଛକୁ ରବିବାର ଦିନ ଅଲକ୍ଷ୍ମୀ ଓ ତାଙ୍କ ପତିଙ୍କୁ ଦେଇଦେବି। ସେଇଦିନ ଠାରୁ ରବିବାରରେ ଅସ୍ତଗଛରେ କେହି ବି ଭଗବାନ ରୁହନ୍ତି ନାହିଁ, କେବଳ ଅଲକ୍ଷ୍ମୀ ବାସ କରନ୍ତି। ଅସ୍ତଗଛକୁ ଭଗବାନ ବରଦାନ ଦେଇଛନ୍ତି, ଶନିବାର ଦିନ ଅସ୍ତଗଛକୁ ପୂଜା କଲେ ଘରେ କେବେ ଅଭାବ ରହିବନି। ରବିବାର ଦିନ ପୂଜା କଲେ ଅଶୁଭ ହୋଇଥାଏ। ଆସନ୍ତୁ ଏକ କାହାଣୀଟିଏ ଶୁଣିବା। ଗୋଟେ ଗ୍ରାମରେ ହରିଦାସ ନାମ ଜଣେ ବ୍ରାହ୍ମଣ ରହୁଥିଲେ। ସେ ଶ୍ରୀହରି ବିଷ୍ଣୁଙ୍କର ପରମ ଭକ୍ତ ଥିଲେ। ସେ ସକାଳୁ ଶୀଘ୍ର ଉଠି ମନ୍ଦିର ଯାଉଥିଲେ, ପୂଜା ପାଠ ଓ ଭାଗବତ ପାଠ କରୁଥିଲେ। ଦିନକର କଥା, ହରିଦାସ ପୂଜା ସାରି ଘରକୁ ଫେରୁଥିଲେ। ସେହି ସମୟରେ ମା ଲକ୍ଷ୍ମୀ ଓ ତାଙ୍କ ଭଉଣୀ ଅଲକ୍ଷ୍ମୀଙ୍କର ନଜର ସେହି ବ୍ରାହ୍ମଣ ଉପରେ ପଡ଼ିଲା। ସଙ୍ଗେ ସଙ୍ଗେ ମାତା ଲକ୍ଷ୍ମୀ ତାଙ୍କ ଭଉଣୀଙ୍କୁ କହିଲେ, ଦେଖ, ମୁଁ ଏବେ ସେହି ବ୍ରାହ୍ମଣର ଜୀବନରେ ପ୍ରବେଶ କରିବାକୁ ଯାଉଛି। ମୁଁ ପ୍ରବେଶ କଲା ପରେ ସେ ବହୁତ ଭଲରେ ରହିବ। ଲକ୍ଷ୍ମୀ କହିଲେ, ମୁଁ ଏମିତି ହେବାକୁ ଦେବିନି। ଏବେ ଦୁଇ ଭଉଣୀ ସ୍ଥିର କଲେ ଯେ ଆମେ ଦୁଇ ଜଣ ନିଜ ନିଜର ପ୍ରଭାବ ଦେଖାଇବା। ଯିଏ ଶ୍ରେଷ୍ଠ ହେବ ସେ ହିଁ ବ୍ରାହ୍ମଣ ଜୀବନରେ ରହିବ। ହରିଦାସ ବାଟରେ ତାଙ୍କ ଘରକୁ ଯାଇଥିଲେ। ପ୍ରଥମେ ମା ଲକ୍ଷ୍ମୀ ଏକ ବାଉଁଶ ଖଣ୍ଡ ତା ଯିବା ବାଟରେ ରଖିଦେଲେ, ଯେଉଁଥିରେ କି ବହୁତ ଅଳଙ୍କାର, ମୋହର ସବୁ ଥିଲା। ଯେମିତି ହରିଦାସର ନଜର ସେଇ ବାଉଁଶ ଖଣ୍ଡ ଉପରେ ପଡ଼ିଛି, ସେ ସେଇ ବାଉଁଶ ଖଣ୍ଡକୁ ଉଠେଇଲେ
ଆଉ ଭାବିଲେ ଯେ ଏଇ ବାଉଁଶ ଖଣ୍ଡକୁ ଘରକୁ ନେଇଯିବେ, କିଛି ନା କିଛି କାମରେ ତ ଆସିବ। କିଛି ବାଟ ଗଲା ପରେ ବାଟରେ ଜଣେ ଛୋଟ ପିଲାଟିଏ ହରିଦାସ ସହ ଦେଖା ହେଲା। ସେ କହିଲା, ପଣ୍ଡିତ ମହାଶୟ, ଆପଣ ଏ ବାଉଁଶ ଖଣ୍ଡକୁ କେଉଁଠାକୁ ଆଣିଲେ? ମୋତେ କହିଲେ ମୁଁ ଯାଇକି ଆଣିବି, କାହିଁକି ନା ଏଇଟା ମୋ ଖେଳରେ ଦରକାର। ଏହା ଶୁଣିକି ହରିଦାସ କହିଲେ, ପୁଅ, ମୁଁ ଏହା କିଣି ନାହିଁ। ମୋତେ ଏଇ ବାଉଁଶ ଖଣ୍ଡ ରାସ୍ତାରେ ମିଳିଲା। ଯଦି ତୁମକୁ ଦରକାର ତାହେଲେ ତୁମେ ନେଇଯାଅ। ସେଇ ଛୋଟ ପୁଅଟି କହିଲା, ମହାଶୟ, ଆପଣ ଏହା ବଦଳରେ ଗୋଟିଏ ସୁନା ମୁଦ୍ରା ରଖିଦିଅନ୍ତୁ ଏବଂ ମୋତେ ବାଉଁଶ ଖଣ୍ଡ ଦେଇଦିଅନ୍ତୁ। ଏହା ଶୁଣି ବ୍ରାହ୍ମଣ ବହୁତ ଖୁସି ହୋଇଗଲେ। ସେ ସେଇ ଛୋଟ ପିଲାଠାରୁ ଗୋଟିଏ ସୁନା ମୁଦ୍ରା ଆଣି ବାଉଁଶ ଖଣ୍ଡଟିକୁ ଦେଇଦେଲେ। ସେ ଜାଣିନଥିଲେ ଯେ ସେଥିରେ ବହୁତ ସୁନା ମୁଦ୍ରା ଅଳଙ୍କାର ସବୁ ଅଛି। ସୁନା ମୁଦ୍ରାଟିକୁ ବ୍ରାହ୍ମଣ ନିଜ ଥାଳିରେ ରଖି ଖୁସିରେ ଚାଲିଲେ। ଉପରେ ଦୁଇ ଭଉଣୀ ଏଇସବୁ ଦେଖୁଥିଲେ। ଅଲକ୍ଷ୍ମୀ କହିଲେ, ଦେଖ ଲକ୍ଷ୍ମୀ, ତମର ଏତେ ସବୁ ମୁଦ୍ରାକୁ ସେ ଗୋଟିଏ ମୁଦ୍ରାରେ ଦେଇଦେଲେ। ଦେଖ, ମୁଁ ଏବେ ବ୍ରାହ୍ମଣ ପାଖରୁ ସେଇ ଗୋଟେ ସୁନା ମୁଦ୍ରା ବି ନେଇ ଆସିବି। ବ୍ରାହ୍ମଣ କିଛି ବାଟ ଗଲା ପରେ ଏକ ସୁନ୍ଦର ଫୁଲ ଗଛ ଦେଖିଲେ। ସେ ଭାବିଲେ, କେତେ ସୁନ୍ଦର ଫୁଲ ଗଛ ହୋଇଛି, ପୂଜା ପାଇଁ ଏଉଠୁ ଫୁଲ ତୁଳି ନେଇଯିବି। ଫୁଲ ତୁଳିବା ପାଇଁ ବ୍ରାହ୍ମଣ ସେଇ ଥାଳିକୁ ତଳେ ରଖି ଫୁଲ ତୁଳିବାରେ ଲାଗିଲେ। ସେ ସମୟରେ ଏକ ଦୁଷ୍ଟ ପିଲା ଆସି ଥାଳିରୁ ମୁଦ୍ରା ନେଇ ପଳାଇଗଲା। ବ୍ରାହ୍ମଣର ନଜର ସେ ପିଲା ଉପରେ ପଡ଼ିନଥିଲା। ସେ ଫୁଲ ତୁଳି ସାରି ଘରକୁ ଚାଲିଲେ। କିଛି ବାଟ ଗଲା ପରେ ବ୍ରାହ୍ମଣ ଜଣକ ସେଇ ପିଲାକୁ ଦେଖିଲେ, ଯାହାକୁ ସେ ସେହି ବାଉଁଶ ଖଣ୍ଡ ଦେଇଥିଲେ। ସେଇ ପିଲା ପାଖରୁ ଆସି କହିଲା, ମହାଶୟ, ଏଇ ବାଉଁଶ ମୋ ଖେଳରେ କାମରେ ଆସିଲାନି। ଦୟାକରି ଆପଣ ଏହାକୁ ନେଇଯାଆନ୍ତୁ ଆଉ ମୋତେ ମୋ ସୁନା ମୁଦ୍ରା ଫେରସ୍ତ କରିଦିଅନ୍ତୁ। ବ୍ରାହ୍ମଣ ଯେତେବେଳେ ଥାଳିକୁ ଦେଖିଲେ ସେତେବେଳେ ସୁନା ମୁଦ୍ରାଟି ଥାଳିରେ ନଥିଲା। ବ୍ରାହ୍ମଣ କହିଲେ, ପୁଅ, ଜାଣିନି ତୁମର ପଇସାଟା କେଉଁଠି ହଜିଗଲା। ଭାବୁଛି କେଉଁଠି ପଡ଼ିଯାଇଥିବ। ତମେ ମୋ ସହ ମୋ ଘରକୁ ଚାଲ, ମୁଁ ତୁମକୁ ତୁମର ଗୋଟେ ମୁଦ୍ରା ଦେଇଦେବି। ଏବେ ମୋ ପାଖରେ କିଛି ବି ନାହିଁ। ପୁଅଟି ଏହା ଶୁଣି କହିଲା, ଠିକ୍ ଅଛି। କିଛି ସମୟ ପରେ ଜଣେ ବ୍ୟକ୍ତି ଆସି ସେହି ବ୍ରାହ୍ମଣଙ୍କୁ କହିଲେ, ପଣ୍ଡିତ ମହାଶୟ, ମୋ ପୁଅ ଆପଣଙ୍କ ଥାଳିରୁ ମୁଦ୍ରା ନେଇ ଯାଇଥିଲା, ତାକୁ କ୍ଷମା କର। ଏହା କହି ବ୍ରାହ୍ମଣଙ୍କୁ ସେଇ ମୁଦ୍ରାଟାକୁ ଦେଇଦେଲା। ମୁଦ୍ରା ପାଇ ହରିଦାସ ଖୁସି ହେଇ ମୁଦ୍ରା ଯେଉଁ ପିଲା ଥିଲା ସେଇ ପିଲା ପାଖକୁ ଦୌଡ଼ିଗଲେ ଆଉ ସେଇ ପିଲାକୁ ମୁଦ୍ରା ଫେରାଇ ଘରକୁ ଫେରୁଥିଲେ। ଏହା ଦେଖି ମା ଲକ୍ଷ୍ମୀ ବହୁତ ଖୁସି ହୋଇଗଲେ, କାହିଁକିନା ସେଉଁ ବାଉଁଶ ଖଣ୍ଡଟି ଏବେ ବ୍ରାହ୍ମଣ ପାଖରେ ଥିଲା। ମା ଲକ୍ଷ୍ମୀଙ୍କ ଖୁସି ଦେଖି ଅଲକ୍ଷ୍ମୀ କହିଲେ, ବେଶୀ ଖୁସି ହୁଅନା ଲକ୍ଷ୍ମୀ, ଦେଖ ମୁଁ ଏବେ କ'ଣ କରୁଛି। ଏହା କହି ଅଲକ୍ଷ୍ମୀ ଏକ ବଡ଼ ସାପର ଆକାର ନେଇ ବ୍ରାହ୍ମଣ ପାଖକୁ ଚାଲିଲେ। ସାପକୁ ଦେଖି ବ୍ରାହ୍ମଣ ଦୌଡ଼ିବାରେ ଲାଗିଲେ, ହେଲେ ଆଗରେ ଯାଇ ପହଞ୍ଚିଗଲେ। ସାପ ବନିଥିବା ଅଲକ୍ଷ୍ମୀକୁ ଦେଖି ବ୍ରାହ୍ମଣ ଡରିଗଲେ ଆଉ ନିଜ ଜୀବନ ବଞ୍ଚାଇବାକୁ ଯାଇ ସେଇ ବାଉଁଶ ଖଣ୍ଡଟିକୁ ସେଇ ସାପ ଉପରକୁ ଜୋରରେ ଫିଙ୍ଗିଦେଲେ। ସାପଟି ଆଘାତ ହୋଇ ବୁଦା ଭିତରକୁ ଚାଲିଗଲେ। ଏହାପରେ ସେ ଯାହା ଦେଖିଲେ ତାଙ୍କ ଆଖି ଲାଖିଗଲା। ସେ ବାଉଁଶ ଖଣ୍ଡ ଭିତରୁ ବହୁତ ସାରା ଅଳଙ୍କାର, ସୁନା ମୁଦ୍ରା ବାହାରି ପଡ଼ିଲା। ସେ ଆଗରୁ କେବେ ଏତେ ସବୁ ଧନ ଦେଖିନଥିଲେ। ସେ ଭାବବିହ୍ୱଳ ହୋଇ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କର ଜୟ ଜୟକାର କରିବାକୁ ଲାଗିଲେ। ଏପଟେ ହାରି ଯାଇଥିବା ଅଲକ୍ଷ୍ମୀକୁ ମା ଲକ୍ଷ୍ମୀ କହିଲେ, ଭଉଣୀ, ଦୁନିଆରେ ସିଏ ହିଁ ଶ୍ରେଷ୍ଠ ଯିଏ ଅନ୍ୟମାନଙ୍କୁ ଭଲରେ ରଖିବାକୁ ଦିଏ, ନା କି ସିଏ ଅନ୍ୟମାନଙ୍କୁ ଖରାପ ଚିନ୍ତା କରେ। ତମେ ଯେତେବେଳେ ବି ସେ ବ୍ରାହ୍ମଣ ଜୀବନରେ ପ୍ରବେଶ କଲ ସେ ଉଦାସ ହୋଇଗଲା, ହେଲେ ମୋତେ ପାଇକି ସେ ବହୁତ ଖୁସି ହେଇ ଜୟ ଜୟକାର କଲା। ଆଜିର କାହାଣୀକୁ ମୁଁ ଏଇଠି ଶେଷ କରୁଛି। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିବ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲରେ ନୂଆ ହୋଇଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ନିହାତି କରନ୍ତୁ ଏବଂ ଆପଣମାନଙ୍କୁ ସାଙ୍ଗମାନଙ୍କୁ ଏହାକୁ ନିଶ୍ଚିତ ଭାବେ ସେୟାର କରନ୍ତୁ। ପୁଣି ଥରେ ନୂଆ ଭିଡ଼ିଓରେ ପୁଣି ଥରେ ଦେଖା ହେବୁ। ସେଥିପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ। ଜୟ ମା ଲକ୍ଷ୍ମୀ।